ମାନେ ଗୁଡ୍ ମର୍ଣ୍ଣିଂ। ଆଜି ଆପଣଙ୍କୁ ଆଉ ଗୋଟେ ବ୍ଲଗ୍ରେ ସ୍ୱାଗତ ଜଣାଉଛି। ତ ଏବେ ସକାଳୁ 2:30 ଉଠିକି ଗାଧୋଇକି ଏବେ ନଈକି ଆସିଛୁ କାର୍ତ୍ତିକ ମାସରେ ଡଙ୍ଗା ଭସେଇବା ପାଇଁ। ଟାଇମ୍ ହେଉଛି ଏବେ ଅଲରେଡ଼ି ହେଇସାରିଲାଣି 3:30 ହେଇସାରିଲାଣି। ତ ଜଲ୍ଦି ନଈକି ଯିବା, ଚାଲନ୍ତୁ। ପୂର୍ଣ୍ଣମୀରେ ଚନ୍ଦ୍ରମାକୁ ଆପଣମାନେ ଦେଖିପାରୁଥିବେ। ଇଏ ହେଉଛି କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥି। ଏହି ତିଥିରେ ହିଁ ବୋଇତ ଭସାଣି କରାଯାଇଥାଏ। ଚାଲନ୍ତୁ ଦେଖିବା ବୋଇତ ଭସାଣି। ଫାଷ୍ଟ ମାମା ସକାଳୁ ଆସିକି ନଦୀ ପଠାରେ ବାଲୁକାରେ ଈଶାନ ସ୍ଥାପନ କରିଥିଲା। ଦେଖନ୍ତୁ, ଏବେ ମୁଁ ଆଉ ରିଙ୍କି ଆସିକି କିଛି ହେଲ୍ପ କଲୁ ମାମାଙ୍କୁ। ଦେଖନ୍ତୁ, ଏବେ ମହମବତୀ ଲଗାଉଛୁ। କଦଳୀ ଗଛର ମଞ୍ଜରେ ବାବା ଆମର ବୋଇତ ତିଆରି କରିଦେଇଛି। କଳିଙ୍ଗର ଇତିହାସରେ ଏହି ପରମ୍ପରା ବିଷୟରେ ଲିପିବଦ୍ଧ ଅଛି। ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ତ ଚାଲନ୍ତୁ, ମୁଁ ଏ ବିଷୟରେ କିଛି କହିବାକୁ ଯାଉଛି। ଏହି କାର୍ତ୍ତିକ ତିଥିରେ କଳିଙ୍ଗର ସାଧବ ପୁଅମାନେ ବାଣିଜ୍ୟ କାରବାର କରିବା ପାଇଁ ନୌକା ମାଧ୍ୟମରେ ଦେଶ ବିଦେଶ ଯାଇକି ବାଣିଜ୍ୟ କାରବାର କରୁଥିଲେ। ଆଉ ବହୁତ ସାରା ଧନରତ୍ନ ଆମ କଳିଙ୍ଗ ରାଜ୍ୟକୁ ନେଇ ଆସୁଥିଲେ। ତ ରିଟର୍ଣ୍ଣ କରୁଥିବା ଟାଇମ୍ ହେଉଛି ଭାଦ୍ର ମାସ, ଯେଉଁ ସମୟରେ କି ଆପଣ ଜାଣିଥିବେ ଖୁଦୁରୁକୁଣୀ ଓଷା ହେଉଛି। ସେହି କଳିଙ୍ଗ ରାଜ୍ୟର ପୁରାତନ ପରମ୍ପରା ଆଜି ପର୍ଯ୍ୟନ୍ତ ବି ଜୀବିତ ଅଛି। ଆପଣମାନେ ଦେଖୁଥିବେ ସବୁ ଓଡ଼ିଆ ଘରେ ଏସବୁ ପରମ୍ପରା ହେଉଛି। ଲୋନି ବି ଆସିଛି ରେ, ଆଉ ମୁଁ ତ ଆସିଛି, ରିଙ୍କି ଆସିଛି, ମାମା ବାବା ଏଇଠି ପ୍ରିପାରେସନ୍ କରୁଛନ୍ତି ପୂଜାର। ଗଣ୍ଠି ପକେଇଲେ ହବନି, ଗଣ୍ଠି ପକେଇଲେ ଜଳିବନି, ଘିଅ ସାଙ୍ଗେ ଜଳିବନି। ଆଉ ଗଣ୍ଠି ପକଉନ, ଦିଅ। ଆଉ ଗୋଟେ ଥୁଆ ଦିଅ। ଏବେ ମାମା ଈଶାଣ ଏବଂ ବୋଇତ ମାନଙ୍କୁ ସମସ୍ତଙ୍କୁ ପୂଜା କରୁଛେ। ପୂଜା ସରିଲା ପରେ ଆମେ ବୋଇତ ଭସାଣି କରିବା। ତ ପୂଜା ଦେଖନ୍ତୁ, ପୂଜା ଏବେ ଅଲମୋଷ୍ଟ ସରିଲା ପରେ ବୋଇତ ଭସାଣି କରିବା ଆମେ। ଆସିବ ଏବେ ପୂଜା ସରିଗଲା। ତ ସବୁ ବୋଇତରେ ଏବେ ଦୀପ ଲଗାଇବା। ଦୀପ ଲଗାଇ ସାରିଲା ପରେ ଏବେ ନଦୀରେ ବୋଇତକୁ ଭସାଇ ଦେବା। ଓଡ଼ିଆ ପରମ୍ପରା ଅନୁସାରେ ଯେତେବେଳେ ଆମେ ବୋଇତ ଭସାଇ ଥାଉ, ତ ସେଇ ସମୟରେ ଆମେ ଗୋଟେ ଗୀତ ଗାଇଥାଉ। ସେ ଗୀତଟି ହେଉଛି ଆକା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସିକ ଧର୍ମ ମୋର। ତ ସେ ଗୀତଟି ହେଉଛି, ପୁଣି ଥରେ ଗାଉଛି। ଆକା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସିକ ଧର୍ମ ମୋର। ତ ଏମିତି କହି ଆମମାନେ ବୋଇତ ଭସାଇଥାଉ। ତ ଆର ବି କିଛି ଫୁଲ୍ ଫର୍ମ ଅଛି, ଯେଉଁଟା ହେଉଛି ଆକାମା ବୋଇ। ଆକାମା ବୋଇର ଫୁଲ୍ ଫର୍ମ ହେଉଛି ଆ ପର ଆଷାଢ଼, କା ପର କାର୍ତ୍ତିକ, ମା ପର ମାର୍ଗଶିର, ବୈ ପର ବୈଶାଖ। ତ ଏଇ କାର୍ତ୍ତିକ ମାସରେ ଯେତେବେଳେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ, ତ ସେଇ ସମୟରେ ଯେଉଁ ଆମର ଏଇ ସାଧବ ପୁଅମାନେ ନିଜର ବୋଇତର ତଲାଟିକୁ ଓପନ୍ କରିଦିଅନ୍ତି, ଯାହାଫଳରେ କି ଉପକୂଳରୁ ସମୁଦ୍ର କୂଳକୁ ସେମାନେ ଅତି ସହଜରେ ଯାଇପାରନ୍ତି। ଆଉ ଠିକ୍ ସେହିପରି ଭଳି ଯେତେବେଳେ ରିଟର୍ଣ୍ଣ କରନ୍ତି, ମାନେ ଭାଦ୍ର ମାସ, ତ ସେଇ ସମୟରେ ଯେତେବେଳେ ଦକ୍ଷିଣ ମୌସୁମୀ ବାୟୁ ପ୍ରବାହିତ ହୁଏ, ତ ତାଙ୍କ ତଲାଟି ମାଧ୍ୟମରେ ସେ ଉପକୂଳ ଆଡ଼କୁ ଅତି ସହଜରେ ହିଁ ଆସିପାରନ୍ତି। ତ ଏସବୁକୁ ନେଇକି ହିଁ ଆକାମା ବହିର ଫୁଲ୍ ଫର୍ମ ତିଆରି ହେଇଛି। ଆକା ମା ବୋଇ ପାନ ଗୁଆ ଥୋଇ, ମାସିକ ଧର୍ମ ଆମର, ପାନ ଗୁଆ ଦିଗ ତମର ହେ ପ୍ରଭୁ। ଫାଇନାଲି ଏବେ ଘରେ ଆସି ପହଞ୍ଚିଗଲୁ 3:30କୁ।
तो ये सब कार्यक्रम सारीगला चल तो रेस्ट करवा टाइम 6टा है चाउल मिल तो पंचायत रे तो पंचायत को चलने चाउल आने এখন তো ଏବେ 7:45 ହେଲାଣି ତ ମୁଁ ତ ବି 6ଟାରେ ଆସିଥିଲି ଏଠି ତ ଘଣ୍ଟେ 1.5 ଘଣ୍ଟା ବସିବାକୁ ଏବେ ଭୋକ ପ୍ରବଳ ଜୋର ହେଲାଣି ତ ବ୍ରେକଫାଷ୍ଟ ହେଇନଥିଲା ଚାଲନ୍ତୁ ବ୍ରେକଫାଷ୍ଟ ଟିକେ କରିକି ଆସିଲି ଆମ ଆଙ୍କଲା ଚଟରୁ ଲୋକ ନା ନାହାନ୍ତି କିନ୍ତୁ ଖାତା ଆସିକି ବହୁତ ସିରିଏଲ୍ ହେଇସାରିଲାଣି ଅଲରେଡ଼ି ଏବେ ଖାତା ଆସିକି ପାଖାପାଖି 100 ପାଖାପାଖି ସିରିଏଲ୍ ହେଇସାରିଲାଣି ତ ଚାଉଳ ମିଳିଲା ଆସୁ ପ୍ରବଳ ଲେଟ୍ ହେବ ଚାଲ ଫାଷ୍ଟ ଟିଫିନ୍ କରିକି ଆସିବା ଏବେ ଜଷ୍ଟ ଆଙ୍କଲା ଚଟରେ ଥିବା ହୋଟେଲ ଆସି ପହଞ୍ଚାଇଛି ଚାଲନ୍ତୁ କ'ଣ ଟିକେ ଖାଇଦେବା ହେଲେ ତ ମୁଁ ତ ଫାଷ୍ଟ ଫୁଡ଼ ଖାଇନି ଆଜି ଜୋର ଭୋକ ହେଲାଣି ଜଲ୍ଦି ଟିକେ ଖାଇଦେବା ଘରୁ ତ ଯାଇ ଖାଇ ହେବନି ତ ବରା ତରକାରୀ ଟିକେ ନେଇଯାଉଛି ଏବେ ଖାଇବା ସରିଗଲା ତ ଚାଲନ୍ତୁ ଯିବା ହେରି ପଞ୍ଚାୟତ ପାଖକୁ ତ ପଞ୍ଚାୟତରେ ଆସି ଏବେ ପହଞ୍ଚିଗଲେ ଏବେ ସୁଦ୍ଧା ପଞ୍ଚାୟତ ଖୋଲାଣି ଦେଖନ୍ତୁ ଟାଇମ୍ ହେଲାଣି 8:12 ହେଲାଣି ତ ପଞ୍ଚାୟତରେ ବି ଷ୍ଟାଫ୍ ମାନେ ସବୁ ଆସିଲେ ହେରି ତ ଏବେ ଚାଉଳ ବଣ୍ଟା ବଣ୍ଟି ଏବେ କାର୍ଯ୍ୟ ଷ୍ଟାର୍ଟ ହେବ ଦେଖନ୍ତୁ ଏବେ 8:30 ପାଖାପାଖି ହେଲା ଖୋଲା ହେଲା ଏବେ ଚାଲୁ ହେଇସାରିଲାଣି ଚାଉଳ ଘଣ୍ଟା ବଣ୍ଟେ ଦେଖିବେ ତ ସ୍ତ୍ରୀ ଲୋକମାନେ ଆସି ସେପଟେ ବସିଛନ୍ତି ତ ସିରିଏଲ୍ ୱାଇଜ୍ ବି ଚାଲିଛି ଦେଖନ୍ତୁ ଆମ ସିରିଏଲ୍ କେତେବେଳକୁ ଆସୁଛି ଆମେ ୱେଟ୍ କରୁଛୁ ମୋହନର ପରେ ଆସିକି ୱେଟ୍ କରୁଛୁ ଆମ ସିରିଏଲ୍ କେତେବେଳେ ଆସୁଛି ଦେଖିବ ତ ମଝିରେ ଆସିକି ସକାଳୁ 5ଟା ସିରିଏଲ୍ କରିଦେଇଥିଲେ ତାଙ୍କର ହେଇଗଲା ଏବେ ତ ମୁଁ ସକାଳ 6ଟା ବସିଲି ତ ସିରିଏଲ୍ ଟିକେ ଲେଟ୍ ହେଇଗଲା ଏବେ ପାଖାପାଖି ଘଣ୍ଟାଟେ ବସୁଛୁ ଦେଖିବା ଆମ ସିରିଏଲ୍ ଆଉ କେତେବେଳକୁ ଆସୁଛୁ ଫାଇନାଲି ମୋ ଚାଉଳ ବି ମିଳିଗଲା ତାଦେହରେ ଚାଉଳ ଦେଲି ଚାଲ ଯିବା ଏବେ ଆସିକି ରୁମ୍ରେ ପହଞ୍ଚିଗଲେ ତ ମାମା ଭୋଗ ରଖିଥିଲା ଚଉରା ଭୋଗ ତ ଟିକେ କ'ଣ ଖାଇଦେବା ଚାଲନ୍ତୁ ଘରେ ସେଟା तो ये संकीर्तन मेला आसी पहुँचे आम साई जोटा कि आम चौरा चौरा पूजा हबार तो आसिक पूजा कर तो चलते पूजा देखा बोलो कहत प्रसाद कृष्ण चैतन्य पिता ध्यानंद कवार बोलो कहत प्रसाद चैतन्य पिता ध्यानंद कवार रामर मंगल बुलंद कवार पूजा सारी गला आज प्रोग्राम एति क्लोज करुचे तो नेक्स्ट देखा आ गोटे वीडियो रे तो मो वीडियो भल लगे प्लीज लाइक करेंगे एवं मो चैनल सहित जोड़े जदि ना सब्सक्राइब करेंगे एवं वीडियो केमती लगे कमेंट माध्यम जनइबे तो रखुचे बाय जय जगन्नाथ।